ଦିନର ଧାରଣା ଆଜି ସଫଳ ହୋଇଛି। ଯାହା ହଉ ବହୁତ ଦିନର ଦୁଃଖକୁ ଯୋଉମାନେ ରାଜନୀତିକରଣ କରି ନିଜର ସ୍ୱାର୍ଥ ପାଇଁ ସବୁବେଳେ ବନ୍ଦ କରୁଥିଲେ ତାକୁ ଆଜି ପୂରଣ କରିଛନ୍ତି। ଏଇଟା ଗୋଟେ 29 ପଞ୍ଚାୟତ ଜନସାଧାରଣଙ୍କର କଥା, ଏଇଟା ମୋର କଥା ନୁହେଁ କି ଆମ ସାମ୍ବାଦିକ ସଂଘର କଥା ନୁହେଁ। ଖୁସି ଲାଗୁଛି ଯୋଉମାନେ ପଛପଟେ ରହି ଆମ ବିରୁଦ୍ଧରେ ଗପୁଥିଲେ ତାଙ୍କୁ ବି ମଧ୍ୟ ମୁଁ ଧନ୍ୟବାଦ ଦଉଛି, କାରଣ ତାଙ୍କର ବିରୋଧୀ ପାଇଁ ଆଜି ଆମେ ଏଠି ସାହସ ବାନ୍ଧି ଏଠି ବସିଥିଲୁ। ସେଇମାନେ ବିରୋଧ କଲେ ବୋଲି ଆମର ସାହସ ବଢିଲା, ଆମ ଅଣ୍ଟା ଟାଣ ହେଲା, ଯୋଉଥିପାଇଁ ଆମେ ବସିବାକୁ ସଫଳ ହେଲୁ। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ସବୁବେଳେ ଏଇ ଗନ୍ଦିଆ ଅଞ୍ଚଳର ଭଲ ମନ୍ଦ କାମରେ ଆପଣ ମାନେ ଏମିତି ବିରୋଧ କରିଥାନ୍ତୁ, ଏମିତି ଜନସାଧାରଣଙ୍କର ମଙ୍ଗଳ ହେଇଥାଉ। ଆମର 3ଟି ଦାବି ଥିଲା, 3ଟି ଦାବିରୁ 2ଟି ଦାବି ଆମର ପୂରଣ ହେଇଛି। ଆଉ ଗୋଟିଏ ଦାବି ସେମାନେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଖୁବ ଶୀଘ୍ର ଡକ୍ଟର ପୋଷ୍ଟିଂ କରିବା ପାଇଁ ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଶବ ବ୍ୟବଚ୍ଛେଦ ଗୃହଟି 1 ମାସ ଭିତରେ ପୂରଣ ନହେଲା, ଇଏ ଧାରଣା ଥିଲା ଆଗାମୀ ଦିନରେ ଅମରଣ ଅନଶନ ହବ। ମୋ ନାଁ ଡକ୍ଟର ସ୍ଥିତପ୍ରଜ୍ଞ ମହାନ୍ତି, ମେଡିକାଲ ଅଫିସର ଇନଚାର୍ଜ CSC ଶ୍ରୀରାମଚନ୍ଦ୍ରପୁର। ଆମ ସାମ୍ବାଦିକ ଭାଇ ଭଉଣୀ ମାନଙ୍କର 3ଟି ମୁଖ୍ୟ ଦାବି ଥିଲା। ପ୍ରଥମ କଥା ହେଲା ସ୍ପେଶାଲିଷ୍ଟ ଡକ୍ଟର ପୋଷ୍ଟିଂ, ଯୋଉଟା କି ଆମେ ଅଲରେଡି ଗଭର୍ଣ୍ଣମେଣ୍ଟକୁ ବାରମ୍ବାର ଜଣେଇ ଆସିଛୁ। ଗଭର୍ଣ୍ଣମେଣ୍ଟ ତାର ପ୍ରୋସେସିଂ, ସେମାନେ ଗଭର୍ଣ୍ଣମେଣ୍ଟ କହିବା କଥା ଯେ ସେ ଅଲରେଡି ପ୍ରୋସେସିଂରେ ଅଛି, ଯେତେବେଳେ କାଉନସେଲିଂ ହବ ସେମାନେ ପୋଷ୍ଟିଂ ହେବେ। 1 2ରେ ଦାବି ଥିଲା ଏଠିକାର ଆମ୍ବୁଲାନ୍ସ ଯୋଉ ପୂର୍ବତନ ବିଧାୟକ ସରୋଜ ସାମଲ ଦେଇଥିଲେ ସେଟାକୁ ଫେରେଇ ଆଣିବା। ସେ ଗାଡି ଆଜି ସକାଳୁ ଆସିକି ଅଲରେଡି ପହଞ୍ଚି ସାରିଛି, ତେଣୁ ସେ ଦାବିଟି ପୂରଣ ହେଇଯାଇଛି। 3ୟ ଦାବି ରହିଲା ପୋଷ୍ଟମର୍ଟମ ସେଣ୍ଟରର କାର୍ଯ୍ୟକାରିତା। ଏଥର ପୋଷ୍ଟମର୍ଟମ ସେଣ୍ଟର କାର୍ଯ୍ୟକାରୀ ହବା ପାଇଁ ଅଲରେଡି ଅର୍ଡର ବର୍ଷେ ହେଲା ଅଛି। ତେଣୁ କହିବାକୁ ଗଲେ ଅଲରେଡି ପୋଷ୍ଟମର୍ଟମ କାମ କରୁଛି, କିନ୍ତୁ ଆମେ କରିପାରୁନୁ କାହିଁକି ନା ଡ୍ୟୁ ଟୁ ମୋ ପାଖରେ ଟ୍ରେଣ୍ଡ ସୁଇପର କେହି ନାହାନ୍ତି, ସେଟା ପାଇଁ ଆମେ କାର୍ଯ୍ୟକାରୀ କରିପାରୁନୁ। ଏବେ ଆମେ ଅଲରେଡି ପ୍ରୋସେସ ଷ୍ଟାର୍ଟ କରିଛୁ। ସୁଇପର ମାନଙ୍କୁ ଆମେ ଢେଙ୍କାନାଳ ପଠେଇକି ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ହସ୍ପିଟାଲ ପଠେଇ ସେମାନଙ୍କର ଟ୍ରେନିଂ ବ୍ୟବସ୍ଥା ଆମେ କରିଛୁ। ସେମାନଙ୍କ ଟ୍ରେନିଂ ଯେତେ ଶୀଘ୍ର କମ୍ପ୍ଲିଟ ହବ ଆମେ ସେ ଅନୁସାରେ ପୋଷ୍ଟମର୍ଟମ ସେଣ୍ଟରଟାକୁ କାର୍ଯ୍ୟକାରୀ କରିବୁ। ଷ୍ଟାଫ ପୂରଣ କଥା ତ ଆମ ହାତରେ ନାହିଁ। ଆମର ଯାହା ରିକ୍ୱାରମେଣ୍ଟ ସେଟା ଆମେ ଲେଖିକି ଦେଇଛୁ। ଆଗରୁ ସବୁ CHC କାହାର 8 ବେଡ୍, କାହାର 10 ବେଡ୍, କାହାର 15 ବେଡ୍ ଯାଇଥିଲା। ଏବେ ମଝିରେ ଗଭର୍ଣ୍ଣମେଣ୍ଟରୁ ନୋଟିଫିକେଶନ ଆସିଛି ସବୁ CHC ଗୁଡାକ 30 ବେଡେଡ୍ ହବ। ଯଦି 30 ବେଡେଡ୍ ହେଲା ପରେ ଆସ୍ତେ ଆସ୍ତେ ଅପଗ୍ରେଡ ହବ, ସେ ଅନୁସାରେ ରେସିଓରେ ବେଡ୍ ରେସିଓ ଅନୁସାରେ ଷ୍ଟାଫ ପୋଷ୍ଟିଂ ହୁଅନ୍ତି। ଶୁଣନ୍ତୁ, ଡିଷ୍ଟ୍ରିକ୍ଟ ସାରା କଣ ଓଡିଶା ସାରା ଡକ୍ଟରଙ୍କର ମାନେ ସଂକଟ ଅଛି, ସଂଖ୍ୟା ବହୁତ କମ। ତେଣୁ ଆମେ ଯାହାକୁ ଡେପୁଟେସନ ଆଣିଲେ ବି ସେମାନେ ଆସିବେନି। ତେଣୁ ନାଇଁ, ସେ ତ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟରରେ ପେସେଣ୍ଟ ଲୋଡ ବହୁତ ଅଧିକ, ସେମାନେ କିଏ ରାଜି ହଉନାହାନ୍ତି ଆସିବା ପାଇଁ। ଫେରିରେ କୋଉଠି ସ୍ପେଶାଲିଷ୍ଟ ଏତେ ନାହାନ୍ତି, 1 2 ଜଣ ଯିଏ ଅଛନ୍ତି ସିଏ ସବୁ ମାନେ ପୁରା ଓଭରଲୋଡେଡ ହେଇକି ଅଛନ୍ତି। ତେଣୁ ଆମେ ତଥାପି କଥା ହବା, କିଛି ନହେଲେ ଲୋକଙ୍କ ସର୍ଭିସ ପାଇଁ ଯାହା କରିହବ ଆମେ କରିବା।